ହ୍ୟାଲୋ ପିଲାମାନେ, ତ ଆଜି ଆମେ ପଢିବା ବାକ୍ୟ ବିଚାର। ପ୍ରଥମେ ଆମେ ବାକ୍ୟ କାହାକୁ କୁହାଯାଏ? ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ କୁହାଯାଏ। ବୁଝିପାରିଲ? ଗୋଟିଏ ବାକ୍ୟ, ଗୋଟେ ଶୁଦ୍ଧ ବାକ୍ୟ ପାଇଁ ତିନିଟା ଜିନିଷ ଦରକାର ଥାଏ। ଗୋଟେ ଯୋଗ୍ୟତା, ଗୋଟେ ଆକାଂକ୍ଷା, ଆଉ ଗୋଟେ ଆସକ୍ତି। ଯୋଗ୍ୟତା କହିଲେ କଣ? ଯେ ଯୋଗ୍ୟତା କହିଲେ ବାକ୍ୟରେ ବ୍ୟବହାର କରାଯାଉଥିବା ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯୋଗ୍ୟତା କୁହାଯାଏ। ଯେମିତିକି ଛେଳି ଗୀତ ଗାଉଛି। ଛେଳି କଣ ଗୀତ ଗାଇପାରିବ? ପାରିବନି। ସେଥିପାଇଁ ଯଦି ଏମିତି ଗୋଟେ ବାକ୍ୟ ଥାଏ, ତାହେଲେ ସେଇଠି କୋଶ୍ଚିନ୍ ଆସିବ ଯେ ଏଇ ବାକ୍ୟରେ କଣ ଅଭାବ ରହିଛି, ସେଠି ଲେଖିବ ତମେ ଯୋଗ୍ୟତାର ଅଭାବ ରହିଛି ବୋଲି। ବାଳକଟି ଉଡୁଅଛି, ଏ ବାକ୍ୟରେ କଣ ଅଭାବ ଅଛି? ବାଳକଟି କଣ ଉଡି ପାରିବ? ଉଡି ପାରିବନି। ତେଣୁକରି ଏଇ ବାକ୍ୟଟିରେ ଯୋଗ୍ୟତାର ଅଭାବ ଅଛି। ବାଳକଟି ଦୌଡୁଅଛି, ଏଇଟା ଗୋଟେ ଠିକ ବାକ୍ୟ। ବାଳକଟା ଦୌଡି ପାରିବ। ଆଉ ଏଇଟା ଧନ୍ୟ ଗଛଟି ନିଆଁରେ ପୋଡିଗଲା। ହଁ, ଗଛଟା ନିଆଁରେ ପୋଡିପାରିବ। ଯଦି ଆସିବ ଗଛଟି ପାଣିରେ ପୋଡିଗଲା। ପାଣିରେ କଣ ଗଛ ପୋଡେ? ପୋଡେନି। ତେଣୁକରି ଗଛଟି ପାଣିରେ ପୋଡିଗଲା। ଏ ବାକ୍ୟରେ କଣ ଅଭାବ ରହିଛି? ତମେ ଲେଖିବ ଏଠି ଯୋଗ୍ୟତାର ଅଭାବ ରହିଛି। ବୁଝିପାରିଲ? ଆକାଂକ୍ଷା। ଆକାଂକ୍ଷା କହିଲେ ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥବୋଧ ପାଇଁ ଅପେକ୍ଷା କଲେ ତାକୁ ଆକାଂକ୍ଷା ବୋଲି କୁହାଯାଏ। ମଦନ ସହିତ ... କଣ ହେଲା? ମଦନ ସହିତ ରମା, ମଦନ ସହିତ ହରି, ମଦନ ସହିତ ବାପା, ବିଭିନ୍ନ ପ୍ରକାର ଶବ୍ଦ ଆସିବ, ବିଭିନ୍ନ ପ୍ରକାର ବାକ୍ୟ ଆସିପାରିବ ତାପରେ। ତେଣୁକରି ଯଦି ଗୋଟେ ପଦ ପରେ ଆଉ କିଛି ପଦର ଅପେକ୍ଷା ରଖେ, ତାହେଲେ ତାକୁ ସେ ବାକ୍ୟରେ ଆକାଂକ୍ଷାର ଅଭାବ ରହିଛି ବୋଲି ଆମେ କହିପାରିବା। ବୁଝିପାରିଲ? ଏଇ ଯୋଉ ମଦନ ସହିତ ଯୋଉ ପଦଟା ଏପଟେ ଦେଖ ସମ୍ପୂର୍ଣ୍ଣ ହେଇଛି। ମଦନ ସହିତ ତାଙ୍କ ବାପା ଆସିବେ। ଏଠି ଆମେ କହିପାରିବା ନାହିଁ ଯେ ବାକ୍ୟଟିରେ ଆକାଂକ୍ଷାର ଅଭାବ ରହିଛି ବୋଲି। ବୁଝିପାରିଲ? ଆଉ ହେଲା ଆସକ୍ତି। ଆସକ୍ତି କହିଲେ ବାକ୍ୟରେ ଥିବା ପଦ ଯୋଜନା ବା ସୌନ୍ଦର୍ଯ୍ୟ ହେଉଛି ଆସକ୍ତି। ଦେଖ, ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସ୍ୱିତ। ତାହେଲେ ଆମେ ୟାକୁ ଯଦି କରେକ୍ସନ କରିକି କହିବା, ତାହେଲେ ଗୌତମ ତପସ୍ୱିତ ହୋଇ ବୁଦ୍ଧତ୍ୱ ପ୍ରାପ୍ତ ହେଲେ। ଏଇଟା ହେଲେ ଏଇ ବାକ୍ୟରେ ଆସକ୍ତିର ଅଭାବ ନାହିଁ ବୋଲି ଆମେ କହିପାରିବା। ଯଦି ଏଇଟା ହେଲେ, ତାହେଲେ ଆମେ କହିବା ଏଇ ବାକ୍ୟରେ ଆସକ୍ତିର ଅଭାବ ରହିଛି। କୋଉଟା? ହୋଇ ହେଲେ ପ୍ରାପ୍ତ ବୁଦ୍ଧତ୍ୱ ଗୌତମ ତପସ୍ୱିତ। ବୁଝିପାରିଲ? ବାକ୍ୟାଂଶ। ବାକ୍ୟାଂଶ କହିଲେ କଣ? ଯେ ବାକ୍ୟରେ ବୁଝାପଡୁଥିବା ନିର୍ଦ୍ଦିଷ୍ଟ ଅଂଶକୁ ବା ନିର୍ଦ୍ଦିଷ୍ଟ କେତେକ ପଦ ସଂହତିକୁ ବାକ୍ୟାଂଶ ବୋଲି କୁହାଯାଏ। ହରିହରଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲେ। ହରିହରଙ୍କ କଥା ଶୁଣି ମା ବେହୋସ ହୋଇ ପଡିଲେ। କିଛି ବି ଆ ପରେ ହେଇପାରିଥାନ୍ତା। ଯେହେତୁ ହରିହରଙ୍କ କଥା ଶୁଣି ମା ଲେଖା ହେଇଛି, ତାପରେ ଛାଡି ଦିଆହେଇଛି, ତାମାନେ ଏଠି ଆମେ ଜାଣିପାରିବା ଯେ ଏଇଟା ଗୋଟେ ଆଉ କିଛି ବାକ୍ୟ ବା ଆଉ କିଛି ସେଇ ବାକ୍ୟର କିଛି ଅଂଶକୁ ଅପେକ୍ଷା କରାଯାଇଛି। ତେଣୁକରି ଆମେ ତାକୁ ବାକ୍ୟାଂଶ ବୋଲି କହିବା। ବୁଝିପାରିଲ? ହରିହରଙ୍କ କଥା ଶୁଣି ମା ଆଶ୍ଚର୍ଯ୍ୟ ହେଲେ। ଏଇଟା ବାକ୍ୟଟା ସମ୍ପୂର୍ଣ୍ଣ ହେଲା। ଖଣ୍ଡ ବାକ୍ୟ। ଯେ ସମାପିକା କ୍ରିୟାଯୁକ୍ତ ଅଂଶଟିକୁ ଖଣ୍ଡ ବାକ୍ୟ କୁହାଯାଏ। ଯେମିତି କିଏ ହେବ ପ୍ରଥମ? କଣ? କିଏ ହେବ ପ୍ରଥମ? ମନିଟର। କିଏ ହେବ ପ୍ରଥମ? ରାଷ୍ଟ୍ରପତି। ମାନେ କିଛି ବି ହେଇପାରେ। ତେଣୁକରି କିଏ ହେବ ପ୍ରଥମ? ଏଇଟା ଗୋଟେ ଖଣ୍ଡ ବାକ୍ୟ। ଆଉ କିଛି ଏଇଠି ଗୋଟେ ସମାପିକା କ୍ରିୟା ନାହିଁ। ତେଣୁକରି ସମାପିକା କ୍ରିୟାକୁ ଏଇଟା ଅପେକ୍ଷା ରଖିଛି। ତେଣୁକରି ଯଦି ଏମିତି କିଛି ବାକ୍ୟ ଥାଏ, ତାହେଲେ ତାକୁ ଆମେ ଖଣ୍ଡ ବାକ୍ୟ ବୋଲି କହିପାରିବା।